ଗଛରେ କେମିତି ସବୁ ଅମୃତଭଣ୍ଡା ପାଚିଗଲାଣି। ଦୁଇଟା ଅମୃତଭଣ୍ଡା ନେଇଯାଇଛନ୍ତି ଆଉ ଏଇ ଦୁଇଟା ଅଛି। ତ ସେପଟେ ଅଛି ସପୁରୀ, କେତେ ବଡ଼ ବଡ଼ ଲଙ୍କା ହେଇଛି। ଲଙ୍କା ସବୁ କେତେ ବଡ଼ ବଡ଼ ଲଙ୍କା, ଆଜି ବହୁତ ଲଙ୍କା ତୋଳି ଦେଇଛନ୍ତି। ବହୁତ ଲଙ୍କା ଆଜି ତୋଳି ନେଇଛନ୍ତି। ସକାଳେ ମୁଁ ଆସିନଥିଲି। ଏଇଟା ଗୋଟେ ଲଙ୍କା ପାଚିଛି। এই ଲଙ୍କାର ପାଚିଗଲା ପରେ ଏଇ ଗଛରେ ଦୁଇଟା ଏଠି ଗୋଟେ ପାଚିଗଲା ପରେ ତାକୁ ଶୁଖେଇକି ଶୁଖିଲା ଲଙ୍କା ବନେଇ ଦେଉଛୁ। ଏମିତି ଆଉ। ଆମର ଗୋଟେ ଶୋ ଗଛ, ତା କିନ୍ତୁ ଫୁଲ ଫୁଟିଛି। ଏବେ ହେଇଗଲାଣି 5:30, 6ଟା ପାଖ, 5:30, 5:45 ହେଇଗଲାଣି। ତ ଦେଖନ୍ତୁ ଆମର ସେ ଗଛରେ ସବୁ ଫୁଲ ହେଇଛି। ବହୁତ ସାରା ଫୁଲ ଅଛି। ମନ୍ଦାର ଫୁଲ, ଯେଉଁ ଥାକ ଥାକିଆ ମନ୍ଦାର ଫୁଲ ବହୁତ ସାରା ହେଇଛି। ଉପରେ ବି ହେଇଛି, ଏଥିରେ ବହୁତ ସାରା ହେଇଛି। ବହୁତ ସାରା ଫୁଲ ହେଇଛି। ତ ଏଇଠିକି ନିଜ ସପୁରିଟା ଥିଲା, ନେଇଯାଇଛନ୍ତି, ପାଚି ଯାଇଥିଲା। ଆଉ ଗୋଟେ ସପୁରି ଅଛି, ଏସବୁ ଏଇ ଯୋଉ ତାର ସବୁ ଫୁଲ ବାହାରୁଛି, ଆକୁ ସବୁ ନେଇକରି ପୁଣି ଆଉ ଅଲଗା ଜାଗା ଆଉ ଗୋଟେ ଇଏରେ ଲଗେଇବେ, ହେଲା କି। ତ ଇଏ ହେଉଛି ଆମ୍ବ ଗଛ, ସପୁରି ଗଛ। ସପୁରି କେତେ ବଡ଼ ହେଇଛି। ଏଇଟା ପାଚି ଯାଇଥିଲା ନେଇଯାଇଛନ୍ତି। ଏଇଟା ଏଠି ହେଇନି, କଞ୍ଚା ଅଛି, ଟିକେ ଟିକେ ବଡ଼ ହବ ଆଉ। ସବୁ ଏଇଟା ହେଉଛି ମଲ୍ଲିଫୁଲ। ମଲ୍ଲିଫୁଲଟା କଟା ହେଇଥିଲା, ପୁଣି ଗଜୁରି ଗଲାଣି। ଏବେ ତ ଗଜୁରିକି ପୁଣି ଫୁଲ ହବ ଆଉ। ଇଏ ହେଉଛି ସଦାବସନ୍ତ ଫୁଲ, ଶୋ ଗଛ। ଆମର ସବୁ କିଛି ଲାଗିଛି। ଦେଖନ୍ତୁ ଏଇ ଯେଉଁ ଲେମ୍ବୁ ଗଛଟା ନା, ବହୁତ ସାରା ଫୁଲ ହେଇଥିଲା, ତା ଫୁଲ ଗୁରା ଝଡ଼ି ପଡ଼ିଲାଣି। ଏବେ ଛୋଟ ଛୋଟ କଷି ଲେମ୍ବୁ ଧରୁଛି, ହେଲା କି। ଲେମ୍ବୁ ଧରୁଛି କଷି ଏଇ ଗଛଟାରେ। ଆମର ପୋଇ ଲାଗିଛି, ଦେଖନ୍ତୁ ପୋଇ ସବୁ ପାଣି ମଡ଼ା ହେଇଛି, ଦେଖନ୍ତୁ। ପୋଇ, ସେପଟେ ଶାଗ ଲାଗିଛି, ଛୋଟ ଛୋଟ ହେଇଛି ଶାଗ। ପୋଇ ମାଡ଼ିଲାଣି, ଟିକେ ଟିକେ ମାଡ଼ିଗଲାଣି। କଣ ତ ହେଇଥିଲା, ସବୁ ଗଛ ମରିଗଲାଣି, ଯେହେତୁ ପାଣି ପାଉନି, ଖରା ଦିନ ହେଇଗଲାଣି। ଆଉ ଖାଲି ଛୋଟ ଛୋଟ କଷି ଏବେ ହେଉଛି। ଏ ହେଉଛି ଛୋଟ ଛୋଟ। କେତେ ଛୋଟ ବାଇଗଣଟେ ହେଇଛି। ଆଜି ଗୋଟେ ବଡ଼ ବାଇଗଣଟେ ନେଇଛନ୍ତି, ଗଛ ସବୁ ଉପାଡ଼ି ଦେଲେ। ଏରେ ସବୁ ଲାଗିଥିଲା ବାଇଗଣ, ସେ ସବୁ ଗଛ ଉପାରିକି ଆଉ ଅଲଗା ଗଛ ଲାଗିଛନ୍ତି, ହେଲା କି। ଘରେ ଦେଖନ୍ତୁ ଏଠି ସବୁ ଏଲୋଭେରା, ସେଥିରେ ପାଣି ଦିଆହେଇନି ବୋଲିକି ଝାଉଁଳି ଯାଇଛି, ହେଲା କି। ଏଠି ହେଉଛି ପୁଦିନା। ପୁଦିନା ବହୁତ ସାରା ଲାଗିଥିଲା, ମରିଗଲା ପରେ ତାକୁ ଆଣିକି ଏଇଥିରେ ଲଗେଇ ଦେଇଛନ୍ତି। ଆଉ ଏଥିରେ ସବୁ ଲେମ୍ବୁ, ଏ ସବୁ ଲେମ୍ବୁ ଛୋଟ ଛୋଟ କଷି ଧରୁଛି, ଦେଖନ୍ତୁ। ଲେମ୍ବୁ କଷି ଧରୁଛି। ଇଏ ହେଉଛି ଜୁଆଣି ଗଛ। ଜୁଆଣି ଗଛ ଏଟା ହେଉଛି। ଏଇ ଗଛଟାରୁ ଆଜି ବହୁତ ସାରା ଲଙ୍କା ନେଇଛନ୍ତି, ଅଧ କିଲୋ ପାଖାପାଖି ହେବ। ଅଧ କିଲୋ ହେବ। ଆହୁରି ବି ପାଚିଲା ଲଙ୍କା ଅଛି। ଏସବୁ ଗଛ ପାଚିଗଲାଣି, ୟାକୁ ଶୁଖେଇକିରି ଶୁଖିଲା ଲଙ୍କା କରିବେ। ଦେଖି ଶୁଖିଗଲାଣି। ଏ ଭିତରେ ଆହୁରି ଗୋଟେ ଅଛି, ବହୁତ ଶୁଖି ଯାଉଛି, ଶୁଖେଇକିରି ଗଛ। ଗଛଟି ଦେଖନ୍ତୁ ଫୁଲ ହେଇଛି, ଶୋ ଗଛ ଏଟା। ଗଛ, ବଡ଼ ଲେମ୍ବୁ ଗଛ, ଏଥିରେ କିନି ଫଳ ହେଇଛି। ସେପଟରେ କିନି, ସେ କରପଟରେ କିନି ହେଇଛି, ବହୁତ ସାରା ଫଳ ହେଇଛି ଲେମ୍ବୁର। ଇଏ ହେଉଛି ଲେମ୍ବୁ କଷି ହେଇଛି, ଛୋଟ ଛୋଟ କଷି ଲେମ୍ବୁ। କେତେ ସାରା ହେଇଛି ଏଠି ଲେମ୍ବୁ। ଭିତରେ କିନି ଏଠି ଭିତରକୁ ପଶି ହେଉନି। ଏରା ସବୁ ବହୁତ ସାରା ଲେମ୍ବୁ ହେଇଛି ଗଛରେ। ଆଉ ଏସବୁ କଷି ଛୋଟ ଛୋଟ ହେଉଛି ଏବେ। ଏଇଟା ଗୋଟେ, ଦେଖିଲେ କି ଆମର କେତେ ଗଛ ଲାଗିଛି। ଗୋଟେ କଦଳୀ କାନ୍ଦି ହେଇଥିଲା, ଦେଖିଥିବେ ମୋର ଲଙ୍ଗ୍ ଭିଡ଼ିଓରେ କିନି ଅଛି। ଆଉ ଏବେ ଗଛରେ କିନ୍ତୁ କଦଳୀ ହେଇନି, ହେବ ଆଗକୁ ହେବ, ବର୍ଷା ହେଲେ ହେବ, ହେଲା କି। ବର୍ଷା ହେଲେ ହେବ। ଦେଖନ୍ତୁ ଏଇ ଅମୃତଭଣ୍ଡା
ଆଣିଥିଲି ଆହୁରି 3-4 ଦିନ ହେଇଗଲାଣି। ଘରେ ଆଣିକି ରଖିଥିଲା ପରେ ପାଚିଗଲା, ପୁରା କମଳା କଲର୍ ହେଇଯାଇଛି, ମାନେ ୟେଲୋ କଲର୍ ପାଚି ଯାଇଛି। ତ ଗଛରେ କିନି ପାଚି ଯାଇଥିଲା, ତାକୁ ଗୁଣ୍ଡୁଚି ଖାଇଦେବେ ନା, ସେଇଥିପାଇଁ ତାକୁ ନେଇ ଆସିଲେ। ଗୁଣ୍ଡୁଚି ବାଦୁଡ଼ି ଏସବୁ ଖାଇଦେଉଛନ୍ତି ନା ରାତିରେ କିନି, ତ ତାକୁ ବି କାଲି ପରଦିନ ଆଡ଼କୁ ଆଣିବି ଆରି, ସେଥିପାଇଁ ମୁଁ ଆଜି ଯାଇକିରି ଭିଡ଼ିଓ ବନେଇକି ଆଣିଲି। ଆଉ କାହିଁ ଫୁଲ ହୁଏନି ନା? ଆଜି ଫୁଲ ବହୁତ ସାରା ହେଇଛି। ଫୁଲ ଆଜି ବହୁତ ହେଇଛି। ଦିଅ ଏଇଟା ପୁରା ଶୁଖିଯିବ, ପୁଣି ଥାଉ ଗଛରେ। ବଢ଼ିଆ ବାସିଲାଣି ଗଛ ଟେକିଲା ବେଳକୁ।